ଜୟ ଜଗନ୍ନାଥ ସାଙ୍ଗମାନେ। ବହୁତ ସାରା ପିଲାଙ୍କର କମେଣ୍ଟ ଆସିଥିଲା, ସାର୍ ଜିଏସ୍ ପେପର ଉପରେ ଟିକେ କିଛି ଭିଡ଼ିଓ ସେୟାର କରନ୍ତୁ। ୱିଥ୍ ଜିଏସ୍ର ଟପିକ୍ ୱାଇଜ୍ ମାନେ ହିଷ୍ଟ୍ରି, ଜୋଗ୍ରାଫି, ସାଇନ୍ସ, ତା ଭିତରେ ଇମ୍ପୋର୍ଟାଣ୍ଟ ଚାପ୍ଟର ବିଷୟରେ ବି ଟିକେ ସେୟାର କରନ୍ତୁ। ମାନେ ଆମର ଏକ୍ଜାମ୍ ଓରିଏଣ୍ଟେଡ଼ ଡ୍ୟୁଟି ଟାଇମ୍ ଡ୍ୟୁଟିରୁ ବି ମୁଁ କହିଥିଲି ଯଦି ଫ୍ରି ହୁଏ ତାହେଲେ ଭିଡ଼ିଓ ସେୟାର କରିବି। ଜିଏସ୍ ପେପର ପାଇଁ ବହୁତ ସାରା ବୁକ୍ସ ଅଛି। ଆପଣଙ୍କର ଯେକୌଣସି ଏକ୍ଜାମ୍ ଅଛି, ଆପଣଙ୍କର ଓଡ଼ିଶା ପୋଲିସର କନଷ୍ଟେବଳ, ଏସ୍ଆଇ ହେଉ କି ରେଲୱେରେ ଏନ୍ଟିପିସି ଏଲ୍ପି ଗ୍ରୁପ୍ ଡି ହେଉ ବା ଏସ୍ଏସ୍ସିର ସିଜିଏଲ୍, ସିଏଚ୍ଏସ୍ଏଲ୍, ଏମ୍ଟିଏସ୍, ଜିଡି, ଯେକୌଣସି ହେଉ ବହୁତ ସାରା ବୁକ୍ସ ଅଛି। ସେ ବୁକ୍ସ ନାଁ ମୁଁ କହିବି। ଫାର୍ଷ୍ଟ ଗୋଟେ ବୁକ୍ସ କଥା କହୁଛି, ସେଟା ହେଲା କିରଣ ପବ୍ଲିକେସନ୍। ବହୁତ ପିଲା ବି ସେ ବୁକ୍ସକୁ ଫଲୋ ବି ଏଯାଏ ବି କରୁଛନ୍ତି। ବହୁତ ଯିଏ ବି ଆମର କମ୍ପିଟେଟିଭ୍ ଏକ୍ଜାମ୍ ଏଯାଏ ଦେଉଛନ୍ତି ସେ ବି ଜାଣିଥିବେ ବି ସେ ବୁକ୍ସ ଫଲୋ ବି କରୁଥିବେ। ଆଉ ଅଲଗା ବି ବୁକ୍ସ ଅଛି, କିଛି ମନା ନାହିଁ, କିନ୍ତୁ ଜିଏସ୍ ପେପର ପାଇଁ କିରଣ ପବ୍ଲିକେସନ୍ଟା ଟିକେ ବେଷ୍ଟ ବୋଲି ମୁଁ ମାନୁଛି। ଦେଖିବା ସେ କିରଣ ପବ୍ଲିକେସନ୍ ବୁକ୍ସର କେମିତି ଏକ୍ସପ୍ଲେନ୍ କରୁଛି ସବୁ ଚାପ୍ଟର ୱାଇଜ୍, ସେଇଟା ଦେଖିବା। 2021 ଏଡ଼ିସନ୍ର ଆମର କିରଣ ପବ୍ଲିକେସନ୍ର ଜିକେ ବୁକ୍ସ ଦେଖିବା। ଦେଖିବା ଆନାଲିସିସ୍ କରିବା କେମିତି କ'ଣ ସେ ଟପିକ୍ ୱାଇଜ୍ ଏକ୍ସପ୍ଲେନ୍ କରୁଛି ଦେଖିବା। କଣ୍ଟେଣ୍ଟ ସହ ଫାର୍ଷ୍ଟ ହେଲା ଏଥର ଆମର ଇଣ୍ଡିଆନ୍ ହିଷ୍ଟ୍ରି ବିଷୟରେ ସେ ଦେଇଛି। ତାପରେ ଆନ୍ସିଏଣ୍ଟ, ଆମର ମହାଜନପଦ, ମିଡିଆଭାଲ ଇଣ୍ଡିଆ, ଏମିତି ସେ ଚାପ୍ଟର ୱାଇଜ୍ ସବୁ ଡିସ୍କସନ୍ କରାଯାଇଛି। ଦେଖିବା ଯଦି ଆମେ ଗୋଟେ ଚାପ୍ଟରକୁ ଆମେ ନେଇଯିବା ତ ଆମର ଦେଖିବା ହିଷ୍ଟ୍ରି କଥା ଦେଖିବା। ହିଷ୍ଟ୍ରିର କେମିତି କ'ଣ ସିଲେକ୍ଟିଭ୍ ମାନେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ସବୁ ଦେଉଛି, ଆନ୍ସର୍ ଦେଉଛି, ସେଇଟା ଦେଖିବା। ଦେଖନ୍ତୁ ଏଇଟା ହେଲା ଇଣ୍ଡିଆନ୍ ହିଷ୍ଟ୍ରି ଏଟ୍ ଏ ଗ୍ଲାନ୍ସ। ପୁରା ବିସି ପାଖରୁ ଆରମ୍ଭ କରିକି 6000 ବିସି ପାଖରୁ ଆରମ୍ଭ କରିକି ଯେତିକି ସେ ଆମର ଆପଣଙ୍କର ଇମ୍ପୋର୍ଟାଣ୍ଟ ଗୋଟେ ଇମ୍ପୋର୍ଟାଣ୍ଟ ଏଟା ତ ଆସୁଛି, ଏକ୍ଜାମ୍ରେ ଆସୁଛି, ଯେକୌଣସି ଏକ୍ଜାମ୍ରେ ଏଇଟା ସବୁ ଆସିବ। ଯୋଉଟା ଇମ୍ପୋର୍ଟାଣ୍ଟ ଆପଣ ଦେଖିପାରିବେ। ଏଇ ଦେଖନ୍ତୁ ପୁରା ଇମ୍ପୋର୍ଟାଣ୍ଟ ସବୁ ସେ ଦେଇଛି। ସେଥିପାଇଁ ୱାନ୍ ଲାଇନର୍ ବି ଗୋଟେ ଆମର ଭାଇଟାଲ୍ ପାର୍ଟ ରହୁଛି ଦେଖିବାକୁ। ଏ ଟୁ ଜେଡ୍ ଆପଣଙ୍କର ବିଶେଷ ଏଠି ଆପଣ ମଡ଼ର୍ଣ୍ଣ ଇଣ୍ଡିଆ ଯାହା ବି ସେ ଦେଇଥିବ। ଆପଣଙ୍କର ୱାର୍ଲଡ଼ ହିଷ୍ଟ୍ରି ସେମିତି ଏକ୍ଜାମ୍ରେ ଆସେ ନାହିଁ, ଆପଣ କେବଳ ଇଣ୍ଡିଆନ୍ ହିଷ୍ଟ୍ରିରେ ଯାହା ସବୁ ଆପଣ ଦେଖିପାରିବେ। ନେକ୍ସଟ ବୁକ୍ କଥା କହୁଛି, ଯେକି ଲୁସେଣ୍ଟ ପବ୍ଲିକେସନ୍ର ଜିକେ ବୁକ୍ ଆସୁଛି। ସେଇଟା ବହୁତ ସାରା ପିଲା ତାକୁ ଫଲୋ କରନ୍ତି, ଯେକୌଣସି କମ୍ପିଟେଟିଭ୍ ଏକ୍ଜାମ୍ରେ ବି ଦିଅନ୍ତି। ବହୁତ ସାରା କ୍ୱେଶ୍ଚନ୍ ବି ତା ଦେହରେ ଆସିଥାଏ ସେ ବୁକ୍ର। କିରଣ ପବ୍ଲିକେସନ୍ ଗଲା, ଲୁସେଣ୍ଟ ଗଲା। ଯଦି ବି ଆଉ ଗୋଟେ ବୁକ୍ କଥା କହିବି ତ ସେଟା ତରୁଣ ଗୋୟାଲ ବି ବହୁତ ସାରା ପିଲା ଏବେ ବି ଫଲୋ କରୁଥାନ୍ତି। ତିନିଟା ବୁକ୍ସ ହେଲା କିରଣ, ଲୁସେଣ୍ଟ, ଆମର ତରୁଣ ଗୋୟାଲ। ତିନିଟା ବୁକ୍ ପରେ ଯଦି ବି ଆଉ କିଛି କ୍ୱେଶ୍ଚନ୍ ଆପଣଙ୍କର ଡାଉଟ୍ ରହୁଛି ତ ତେଣୁ କରିକି ଆପଣ ୟୁଟ୍ୟୁବ୍ ଚ୍ୟାନେଲ୍ ବି ଅଛି ବହୁତ ସାରା ଫ୍ରିର ଦେଉଛନ୍ତି, ଫ୍ରିର ଆପଣ ସେଠି ବି ପଢ଼ିପାରିବେ। ୟୁଟ୍ୟୁବ୍ ଚ୍ୟାନେଲ୍ ଆପଣ ଯେକୌଣସି ୟୁଟ୍ୟୁବ୍ ଚ୍ୟାନେଲ୍ ହେଉ, ଆପଣଙ୍କୁ ସୁଇଟେବଲ୍ ଭଲ ଲାଗୁଛି ସେ ୟୁଟ୍ୟୁବ୍ ଚ୍ୟାନେଲ୍ ଆପଣ ସବସ୍କ୍ରାଇବ୍ କରିକି ଦେଖିପାରିବେ, ସେ କଥାରେ କିଛି ନାହିଁ। ତାପରେ ବି ଆପଣ ଯେଉଁ ଚାପ୍ଟର ପଢ଼ିଲେ ତାପରେ ଆଉ ଗୋଟେ ଆପ୍ ଅଛି, ଧର ଆଡା 247, ଗୋଟେ ଆପ୍ ନେଇ ବହୁତ ସାରା ଆପ୍ ଅଛି। ଆଡା 247 ବି ସେଇଟା ଫ୍ରିର ବି ଦେଉଛି, ମକ୍ ଟେଷ୍ଟ ଦେଉଛି, ଜିକେରେ ଦେଉଛି, ଆପଣଙ୍କର ହିଷ୍ଟ୍ରି ରହୁଛି, ହିଷ୍ଟ୍ରି 10ଟା କ୍ୱେଶ୍ଚନ୍ ଆସିବ ତ ଆପଣ ଦେଇପାରିବେ ଅପସନ୍ ବାଲା। କିଛି ନାହିଁ, ଆପଣ ଟାଇମ୍ ଯେମିତି ଦେବେ ସେମିତି ପାଇବେ। ବହୁତ ସାରା ପିଲାଙ୍କର କମେଣ୍ଟସ୍ ବି ଆସୁଛି, ସାର୍ ଏସ୍ଆଇର କେବେ ନୋଟିଫିକେସନ୍ ଆସିବ, କେବେ ଫର୍ମ ପଡ଼ିବ। ସେଟା ତ ମୁଁ ଏବେ ବି କହିପାରିବିନି କେବେ ଆସିବ, କିନ୍ତୁ ବହୁତ ଜଲ୍ଦି ଆସିଯିବାର ସମ୍ଭାବନା ଅଛି। ତାପରେ କେବଳ ଆପଣ ଏସ୍ଆଇ ପାଇଁ ବି ଟାର୍ଗେଟ୍ କରିପାରିନଥାନ୍ତି, ଆପଣ ଜିଏସ୍ ପେପର ହେଉ କି ଯେକୌଣସି ପେପର ହେଉ, କେବଳ ତ ଏସ୍ଆଇରେ ସେଇ କ୍ୱେଶ୍ଚନ୍ ଆସିବ ବୋଲି ମାନେ ନାହିଁ, ସବୁ ଏକ୍ଜାମ୍ରୁ ବି ଆସିପାରିବ। ଆପଣ ଏବେଠୁ ପ୍ରିପେୟାର ଜୋରଦାର ଧରିକି ଚାଲନ୍ତୁ। ଯଦି ବି ନୋଟିଫିକେସନ୍ ଆସିବ ବହୁତ ଶୀଘ୍ର ଏକ୍ଜାମ୍ ବି ସେ କଣ୍ଡକ୍ଟ ହେଇଯିବ। ତେଣୁ କରିକି ସମୟକୁ ଏବେ ପାଠ ପଢ଼ାରେ ଦିଅନ୍ତୁ। ୱିଥ୍ ଏକ୍ଜାମ୍ କେବଳ ମୁଁ କହୁନି ଏସ୍ଆଇ ଏକ୍ଜାମ୍ ଦିଅନ୍ତୁ, କମ୍ପିଟେଟିଭ୍ରେ ଯେତିକି ବି ଏକ୍ଜାମ୍ ଆସୁଛି, ଗ୍ରାଜୁଏସନ୍ ଲେଭେଲ୍ ହେଉ କି ପ୍ଲସ୍ ଲେଭେଲ୍ ହେଉ,
ସବୁ ଏକ୍ଜାମ୍ ଆପଣ ଦିଅନ୍ତୁ। ବହୁତ ପିଲା ବି କହୁଛନ୍ତି ସାର୍ ଡିସ୍କସନ୍ କରନ୍ତୁ ଚାପ୍ଟର ୱାଇଜ୍। କିଛି ନାହିଁ, ସମୟ ମିଳିଲେ ମୁଁ ଡିସ୍କସନ୍ କରିବି, କିନ୍ତୁ ଏବେ ତ ସମୟ ଆମକୁ ଆଦୌ ମିଳୁ ହିଁ ନାହିଁ। ନୂଆ ନୂଆ ପୋଷ୍ଟିଂ ପରେ ସମୟ ମିଳୁନି। ଯେତିକି ବି ସମୟ ମିଳୁଛି ତା ଭିତରେ ଆପଣଙ୍କୁ କିଛିଟା ଟପିକ୍ ୱାଇଜ୍ ମୁଁ ଡିସ୍କସନ୍ କରିବି। ଟପିକ୍ ୱାଇଜ୍ କରିବା କିଛି ନାହିଁ, ଆପଣ ଟପିକ୍ ୱାଇଜ୍ କଲେ କେଉଁ ଚାପ୍ଟର ଇମ୍ପୋର୍ଟାଣ୍ଟ ଚାପ୍ଟର ସେଟା ତ ପଢ଼ିବ, ସବୁ ପଢ଼ିବାକୁ ପଡ଼ିବ। ସେମିତି ନାହିଁ ଆପଣଙ୍କୁ ତ ଗୋଟେ ମାନେ ତ ମୁଁ କହୁଛି ଧର ହିଷ୍ଟ୍ରି ହେଉ କି ହିଷ୍ଟ୍ରି 20 ମାର୍କ ଆସୁଛି, 20 ମାର୍କ ଭିତରେ ଆପଣ ନିହାତି ଆପଣ ସବୁ ସମୟ ଦେବାକୁ ପଡ଼ିବ। ଇମ୍ପୋର୍ଟାଣ୍ଟ ଚାପ୍ଟର ଖାଲି କହିଦେଲେ ହେବନି, ଇମ୍ପୋର୍ଟାଣ୍ଟ ଚାପ୍ଟର ପରେ ବି ଅଲଗା ଚାପ୍ଟର ଅଛି, କୌଣସି ଚାପ୍ଟରକୁ ଆପଣ ନେଗ୍ଲେକ୍ଟ କରିପାରିବେନି। ଦେଖିବା ନେକ୍ସଟ ଭିଡ଼ିଓ, ଦେଖିବା ହିଷ୍ଟ୍ରି ଉପରେ ଆଣିବା, ଇମ୍ପୋର୍ଟାଣ୍ଟ ଚାପ୍ଟର ବିଷୟରେ ଆଣିବା। ଯଦି ବି ସମୟ ମିଳିଲା ହିଷ୍ଟ୍ରି ହେଉ, ଜିଓଗ୍ରାଫି ହେଉ, ସାଇନ୍ସ ହେଉ, ତ ଇମ୍ପୋର୍ଟାଣ୍ଟ ଚାପ୍ଟର ବିଷୟରେ ଆଣିବା। ଧନ୍ୟବାଦ।